ନମସ୍କାର। ଆଜି ଗୁରୁବାର ମାର୍ଚ୍ଚ 5 ତାରିଖର ଶୁଣିବା ରାଶିଫଳ। ମେଷ। ଆଜି ଶୁଭଚନ୍ଦ୍ର ପ୍ରଭାବରୁ ଆର୍ଥିକ ଅଭିବୃଦ୍ଧି ସହିତ ନୂତନ ସମ୍ପର୍କ ସୃଷ୍ଟି ହୋଇପାରିବ। ଶନିଙ୍କ ଦୃଷ୍ଟି ପଥାରୂଢ଼ ହେତୁ ଉପରିସ୍ଥଙ୍କ ଦାୟିତ୍ୱପୂର୍ଣ୍ଣ କାମଟି ପୂର୍ଣ୍ଣାଙ୍ଗ ନ ହୋଇପାରେ। ସାମାଜିକ ସ୍ତରରେ ନିଜସ୍ୱ କୃତି ମାଧ୍ୟମରେ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ। କେତୁଙ୍କ ଅବସ୍ଥିତି ଜନିତ ସନ୍ତାନ ହେତୁକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ବୃଷ। ଧନସ୍ଥାନରେ ବୃହସ୍ପତି ଏବଂ ଭାଗ୍ୟାଧିପତି ଦୃଷ୍ଟିରେ ଚନ୍ଦ୍ର ଥିବାରୁ ଆପଣଙ୍କ ଦିନଚର୍ଯ୍ୟା ସନ୍ତୋଷଜନକ ରହିବ। କିନ୍ତୁ ଶୁକ୍ର ପ୍ରଭାବରେ ଶରୀର ପୀଡ଼ା, ସମ୍ପର୍କରେ ଫାଟ, ଅଯଥା ବ୍ୟୟ, ମାନସିକ ସନ୍ତୁଳନ ରକ୍ଷା କରିବା କଷ୍ଟକର ହୋଇପାରେ। କେତେକ କ୍ଷେତ୍ରରେ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜ କାମକୁ ଅବହେଳା କରିପାରନ୍ତି। ମିଥୁନ। ଆଧ୍ୟାତ୍ମିକ ଗ୍ରହ ଶନି ଏବଂ ଶୁକ୍ର ଧନାଧିପତିଙ୍କୁ ଦେଖୁଥିବାରୁ ଦେବାର୍ଚ୍ଚନା ସତ୍ସଙ୍ଗ ମାଧ୍ୟମରେ ବନ୍ଧୁ ମିଳନ ଅବଶ୍ୟ ଘଟିବ। ପରିଜନଙ୍କ ସହ ନୂତନ ସ୍ଥାନ ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁଁ ମନ ପ୍ରଫୁଲ୍ଲିତ ରହିବ। ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ସକାଶେ ରଖିଥିବା ଅର୍ଥ ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ। ବାଣିଜ୍ୟ ପରିବହନରୁ ଲାଭବାନ ହେବେ। କର୍କଟ। ରାଶ୍ୟାଧିପତି ତୃତୀୟସ୍ଥ ରହି ଭାଗ୍ୟସ୍ଥ ଗ୍ରହମାନଙ୍କୁ ଦେଖୁଥିବାରୁ ଆଶା ଓ ଅଭିଳାଷ ପୂରଣ ହୋଇଯିବ। ସହକର୍ମୀଙ୍କ ଗହଣରେ ଓ ଆଲୋଚନା ସମୟରେ ଆନ୍ତରିକତାର ଅଭାବ ପରିଲକ୍ଷିତ ହେବ। ସ୍ଥଳ ବିଶେଷରେ ସଂଯମତା ରକ୍ଷା ପୂର୍ବକ ଭାବପ୍ରବଣତା ପରିହାର କଲେ କେତେକାଂଶରେ ଉପକୃତ ହୋଇପାରନ୍ତି। ସିଂହ। ଆଜି ରବିଙ୍କ ପ୍ରଭାବ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରାଇବ। ପାପଗ୍ରହ ଚନ୍ଦ୍ରଙ୍କ ଦ୍ୱାରା ମାନସିକ ସ୍ଥିରତା ରକ୍ଷା ନ କଲେ ଅପଦସ୍ଥ ହୋଇପାରନ୍ତି। ସାଧାରଣ କଥାକୁ ନେଇ ପରିବାର ସଦସ୍ୟଙ୍କ ସହିତ ମନାନ୍ତର କିମ୍ବା କଳହର ସୂଚନା ରହିଛି। ସଭା ସମିତିରେ, ସାହିତ୍ୟ ସଙ୍ଗୀତାଦି ପ୍ରତିଯୋଗିତାରେ ସଫଳତା ହାସଲ କରିପାରିବେ। କନ୍ୟା। ଲାଭାଧିପତି ଚନ୍ଦ୍ର ଶନିଙ୍କ ପୂର୍ଣ୍ଣ ଦୃଷ୍ଟିରେ ଅବସ୍ଥାନ କରିଥିବାରୁ ଆଧ୍ୟାତ୍ମିକ ପରିବେଶରେ ସମୟ କଟିବ। ବନ୍ଧୁଙ୍କ ସହଯୋଗରେ କାମକୁ ପୁରାଦମରେ କରି ସଫଳତା ହାସଲ କରିବେ। ଆଜିର ମନୋଜ୍ଞ ପରିବେଶରେ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ଅର୍ଥଲାଭ, ବସ୍ତ୍ରଭୂଷଣ ପ୍ରାପ୍ତିର ଯୋଗ ମଧ୍ୟ ରହିଛି। ତୁଳା। ଚନ୍ଦ୍ର ଗ୍ରହଙ୍କ କେନ୍ଦ୍ରରେ ଗଜକେଶରୀ ଯୋଗ ସୃଷ୍ଟି କରୁଥିବାରୁ ଆପଣଙ୍କ ବୁଦ୍ଧିମତ୍ତା, ଜ୍ଞାନୀ, ଗୁଣୀ ଏବଂ ବୁଦ୍ଧିଜୀବୀଙ୍କ ମନୋରଞ୍ଜନ କରିବ। ଆଜି ଆକସ୍ମିକ ଆବଶ୍ୟକତା ପରିବାରର ଖର୍ଚ୍ଚଭାରକୁ ବୃଦ୍ଧି କରିପାରେ। ରାହୁ ଏବଂ ଶନି ପ୍ରାଥମିକ ସ୍ତରରେ ସଂଘର୍ଷପୂର୍ଣ୍ଣ ସ୍ଥିତି ଉତ୍ପନ୍ନ କଲେ ମଧ୍ୟ ପରକ୍ଷଣରେ ସଫଳତା ପ୍ରଦାନ କରିବେ। ବିଛା। ଭାଗ୍ୟାଧିପତି ଚନ୍ଦ୍ର ଏକାଦଶସ୍ଥ ଯୋଗୁଁ ଆପଣ କାର୍ଯ୍ୟଦକ୍ଷତା ହେତୁ ପ୍ରଶଂସିତ ହେବେ। କେନ୍ଦ୍ରସ୍ଥ ବୁଧ ଗୁରୁ ଦୃଷ୍ଟି ଲାଭ କରି ବାକ୍ଚାତୁରୀ ମାଧ୍ୟମରେ ବନ୍ଧୁଙ୍କୁ ଆପ୍ୟାୟିତ କରିବେ। ଧନାଧିପତି ଶୁଭ ପ୍ରଭାବରୁ ଅର୍ଥଲାଭ, କାର୍ଯ୍ୟସିଦ୍ଧି ଓ ଆଶାପୂରଣ ପାଇଁ ମାର୍ଗ ଉନ୍ମୁକ୍ତ ହେବ। ସାହିତ୍ୟ, ସାମ୍ବାଦିକତା, ଏଜେନ୍ସି, ପ୍ରକାଶନା ଆଦି କ୍ଷେତ୍ର ପାଇଁ ଉନ୍ନତ ରହିବ। ଧନୁ। ରାଶ୍ୟାଧିପତି ସପ୍ତମସ୍ଥ ଯୋଗୁଁ ପରିଜନଙ୍କ ସହ ଯାତ୍ରା ପ୍ରୀତିପ୍ରଦ ରହିବ। ଅସଜଡ଼ା ପାରିବାରିକ ସ୍ଥିତି ଆତ୍ମୀୟଙ୍କ ସହାୟତାରେ ସୁଧୁରି ଯିବ।
ଭ୍ରମଣ, ରାଜନୀତି, ପ୍ରଶାସନ, ବନ୍ଧୁ ସମ୍ପର୍କ, ସଭାସମିତି ପାଇଁ ଦିନଟି ବହୁତ ଭଲ। କର୍ମକ୍ଷେତ୍ରରେ ଆକସ୍ମିକ ଭାବରେ କୌଣସି ଖବର ପାଇଁ ବିସ୍ମୟ ପ୍ରକାଶ କରିପାରନ୍ତି। ମକର ରାଶିର ମୁଖ ଭାବରେ ରାଜଯୋଗ ଦିନଟିକୁ ହସ ଖୁସି ଆନନ୍ଦ ମଧ୍ୟରେ ଅତିବାହିତ କରାଇବ। ଯେମିତି ଯାହା ଚିନ୍ତା କରୁଛନ୍ତି କାର୍ଯ୍ୟସିଦ୍ଧି ସଙ୍ଗକୁ ତାହା ଅକ୍ଲେଶରେ ପ୍ରାପ୍ତ ହେବ। ବନ୍ଧୁଙ୍କ ସାହାଯ୍ୟ ନେଇ ପାରିବାରିକ ସମସ୍ୟାର ସମାଧାନ କରିବେ। ବନ୍ଧୁ ମିଳନ, କ୍ରୀଡ଼ା ଓ ପ୍ରଶାସନିକ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ। କୁମ୍ଭ ଆଜି ଚନ୍ଦ୍ରଙ୍କ ବିପରୀତ ରାଜଯୋଗ ସାଙ୍ଗକୁ ରାଶିସ୍ଥ ଗ୍ରହମାନେ ସାମଗ୍ରିକ ସୁଖ ସୁବିଧା ପ୍ରଦାନ କରିବେ। ଅତୀତକୁ ସ୍ମରଣ କରି ଅନୁତାପ କରିବାକୁ ପଡ଼ିପାରେ। ଅନ୍ୟମନସ୍କତା କିମ୍ବା ଅସାବଧାନତା ବଶତଃ କୌଣସି ଦ୍ରବ୍ୟ ନଷ୍ଟ ହେବାର ସୂଚନା ରହିଛି। କଳା, କ୍ରୀଡ଼ା, ଚଳଚ୍ଚିତ୍ର ତଥା ଗବେଷଣାରେ ଉଚ୍ଚ ପ୍ରଶଂସିତ ହୋଇପାରନ୍ତି। ମୀନ ଆଜି ଅନୁକୂଳ ଗ୍ରହସ୍ଥିତି ଜନିତ ସାମାଜିକ, ପାରିବାରିକ ଏବଂ କର୍ମକ୍ଷେତ୍ର ସନ୍ତୋଷଜନକ ରହିବ। ଦୁର୍ବଳ ଆର୍ଥିକ ସ୍ଥିତି ରହିଥିଲେ ମଧ୍ୟ ଆବଶ୍ୟକତା ଯଥାସମୟରେ ପୂରଣ କରିପାରିବେ। ସ୍ୱାସ୍ଥ୍ୟ ସମସ୍ୟା ସୁଧାରୁଥିବାରୁ ଖୁସି ଅନୁଭବ କରିବେ। ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା, ସଙ୍ଗୀତ, କ୍ରୀଡ଼ାରେ ସଫଳତା ମିଳିବ। ନମସ୍କାର, ଜୟ ଜଗନ୍ନାଥ।